ଦେଖନ୍ତୁ ବହୁତ ବଢ଼ିଆ କଥା। ବୃଷ ରାଶି ଶନିଦେବ ଏବେ ମାର୍ଗୀ ହେଇଛନ୍ତି, ସମସ୍ତେ ଜାଣିଛନ୍ତି। ଶନିଦେବଙ୍କର ବକ୍ରି ଚାଲଟା ବର୍ତ୍ତମାନ ମାର୍ଗୀ ଆକାରରେ ଫଳ ପ୍ରଦାନ କରିବ। ମୁଁ ଫାଷ୍ଟ ଗୋଟେ କଥା କହୁଛି, ଶନି ବକ୍ରି ହେଲେ ଆପଣଙ୍କର ଫଳ ସବୁବେଳେ କ'ଣ ହୁଏ ନା ବହୁତ ଲେଟ୍, ବହୁତ ହେଭି ଲେଟ୍ ହେଇଯାଏ। ବକ୍ରି ହେଲେ ଫଳ ଓଲଟା ବି ହେଇଯାଏ। ଲସ୍, ରୋଗ, ବୈରାଗ୍ୟ, ପତନ ଏସବୁ ଜିନିଷ ଦେଖାଯାଏ। ତ ଶନି ବକ୍ରି ହେଇଥିଲେ ତ ଏବେ ଆମେ ଦେଖିବା ବୃଷଭ ରାଶିରେ ଲାଭ କରି ଶନି ଅଛନ୍ତି, ତ ଆପଣଙ୍କ ଲାଭ ଟୋଟାଲ୍ ହେଉନଥିଲା। ବୃଷ ରାଶି ବହୁତ କଷ୍ଟ ପାଉଥିଲେ। ଏଇ ଯେଉଁ 27 ଜୁଲାଇ ବା 28 ଜୁଲାଇରୁ ଯେଉଁ ପରିବର୍ତ୍ତନ ହେଇଛି, ଏଇଟା ଆପଣ ଦେଖିବେ ମାନେ 28 ନଭେମ୍ବର ଯେଉଁଟା ହେଇଛି 27 ଜୁଲାଇ କି 28 ଜୁଲାଇ ଯାଇ ରହିବ। ଏଇଟା ଆପଣଙ୍କର ଜାତକରେ, ଆପଣଙ୍କର ଜନ୍ମ ଜାତକରେ ନୁହଁ, କୁଣ୍ଡଲି ଗୋଚର କୁଣ୍ଡଲିରେ ମୁଁ କହୁଛି ଏଇଟା। ତ ଗୋଚର କୁଣ୍ଡଲିରେ ବି ଯଦି ରହିଲା ଏଇଟା ଜାଣିଥିବ, ୟା ମାନେ ନିଶ୍ଚିତ ଭାବରେ ଆପଣମାନଙ୍କୁ ବି ପ୍ରଭାବ ପକାଇବ। ଗୋଟେ କଥା, ଆମେ ବୃଷ ରାଶିରେ ଦେଖନ୍ତୁ, ମୁଁ ଆପଣଙ୍କୁ ଚାର୍ଟ ଦେଖାଉଛି। ଆପଣଙ୍କର ପ୍ରଥମ ଘରେ ଶୁକ୍ରଙ୍କର ଯେଉଁ ଲଗ୍ନ, ଆପଣ ଦେଖନ୍ତୁ ଆପଣଙ୍କର ଯେଉଁଠି 12 ଲେଖାଯାଇଛି ସେଇଠି ସାଟର୍ନ ଲେଖାଯାଇଛି, ଅର୍ଥାତ୍ ସେଇଠି ଶନିଦେବ ବସିଛନ୍ତି। ଲାଭ ଘରେ ଶନି ବସିଛନ୍ତି, ତ ଆପଣଙ୍କୁ ସବୁବେଳେ ଲସ୍ ସହିବାକୁ ପଡ଼ୁଥିଲା। କିନ୍ତୁ ଏବେ ଯେଉଁ ମାର୍ଗୀ ଅବସ୍ଥା, ଶନିକୁ କ'ଣ କୁହାଯାଏ ଜାଣିଛ? ସ୍ଲୋ ବଟ୍ ସଲିଡ୍ ସକ୍ସେସ୍, ହେଭି ସକ୍ସେସ୍। ଗୋଟେ କଥା, ମାର୍ଗୀ ହେଲା ପରେ ଆପଣଙ୍କୁ କ'ଣ ଫଳ ମିଳିବ ମୁଁ କହୁଛି ଶୁଣନ୍ତୁ। ଫାଷ୍ଟ କଥା, ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କର ଯାହା ବିଜନେସ୍ ଚାଲିଥିଲା, ଲସ୍ରେ ଚାଲିଥିଲା, କିମ୍ବା ଚାକିରି କରିଥିଲେ ଆପଣଙ୍କର ପଦୋନ୍ନତି ହେଉନଥିଲା, କିମ୍ବା ଆପଣଙ୍କୁ ଚାକିରି ମିଳୁନଥିଲା, ଆପଣ କିଛି କରିପାରୁନଥିଲେ, ଆପଣ ଇନକମ୍ର ବାଟ ଆପଣଙ୍କର ନଥିଲା, ସବୁ ଜିନିଷ ସ୍ଲୋ ଚାଲିଥିଲା, ଏଭ୍ରିଥିଙ୍ଗ ୱାଜ୍ ଇନ୍ ସ୍ଲୋ ପ୍ରୋସେସ୍। ଏଇ ଜିନିଷ ଆପଣଙ୍କର ବନ୍ଦ ହେଇଯିବ। ଆପଣଙ୍କର ଓଲଟା ହେବ, ମାନେ ଆପଣଙ୍କର ଲାଭ ହେବ, ଆପଣଙ୍କର ଚାକିରି ହେବ, ଆପଣଙ୍କର ବିଜନେସ୍ ସକ୍ସେସ୍ ନିହାତି ବାଟରେ ଯିବ। ଦେଖନ୍ତୁ, ଶନିଦେବ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଯେଉଁ ଦିଅନ୍ତି କଥା କୁହନ୍ତି, ଏଇଟା ବିଲକୁଲ ସତ କଥା। ପରାଶରଜୀଙ୍କ ଅନୁସାରେ, ପରାଶରଜୀଙ୍କର ଶାସ୍ତ୍ର ଅନୁସାରେ ଶନିଦେବଙ୍କର ଭଲ ସମୟ ସେତେବେଳେ ଆସେ ଯେତେବେଳେ ଗୋଟେ ଲୋକ ଷ୍ଟ୍ରଗଲ୍ କରେ। ଆଉ ବୃଷ ରାଶିର ଲୋକମାନେ ଆପଣ ବହୁତ କଷ୍ଟ କରିଛନ୍ତି, କିନ୍ତୁ ଫଳ ଆପଣ ଏବେ ଯାଇପାରିନାହାନ୍ତି। କିନ୍ତୁ ଏଇ ଯେଉଁ ମାର୍ଗୀ ହେଲେ ଶନିଦେବ, ନିଶ୍ଚିତ ଭାବରେ ଆପଣମାନଙ୍କୁ ପ୍ରଥମରୁ ମୁଁ କହି ରଖୁଛି, ଦ୍ୱିଗୁଣିତ ଫଳ ଆପଣଙ୍କର ମିଳିବ, 100 ଗୁଣ ଫଳ ମିଳିବ ଆପଣଙ୍କୁ। ଗୋଟେ କଥା ମୁଁ ପୁରା ଚାର୍ଟ ଦେଖିକି ଆପଣଙ୍କୁ ବୁଝେଇ ଦେଉଛି। ଆପଣ ଜାଣନ୍ତି ଆପଣଙ୍କର 11ତମ ଘରେ, ଅର୍ଥାତ୍ ଯେଉଁଠି 12 ଲେଖାଯାଇଛି ସେଇଠି ସଟାନ ଅଛନ୍ତି। ଆପଣ ଲାଭବାନ ହେବେ, ସମସ୍ତ କ୍ଷେତ୍ରରୁ ଲାଭବାନ ହେବେ। ଶନିଙ୍କର ଦୃଷ୍ଟି ଅଛି, ଆପଣ ଜାଣିଛନ୍ତି। ଶନିଙ୍କର ତୃତୀୟ ଦୃଷ୍ଟି ଅଛି। ତୃତୀୟ ଦୃଷ୍ଟି ହେଉଛି, ଦେଖନ୍ତୁ 1, 2, 3 ଯେଉଁଠି ଶନି ବସିଛନ୍ତି ସେଇଠି ଦେଖନ୍ତୁ, ସେଇଠୁ 3ଟା ଘର ଗଣିଲେ ଆପଣଙ୍କର ଯେଉଁଠି 2 ଲେଖାଯାଉଛି, ମୁଁ ତୀର ଚିହ୍ନ ମାରିକି ଦେଖିଦେଇଛି ଆପଣଙ୍କୁ। ଆପଣଙ୍କର ଲଗ୍ନ ଭାବରେ ନଜର ପଡ଼ୁଛି, ୟା ମାନେ ଆପଣ କର୍ମଠ ହେଇଯିବେ। ଆପଣ ନିଶ୍ଚିତ ଭାବରେ କାମ କରିବେ, ଅଳସୁଆମି ଛାଡ଼ିଦେବେ। ଆପଣ ନିଜକୁ ସବୁବେଳେ କଣ୍ଟ୍ରୋଲ କରିକି ରଖିବେ, ଡିସିପ୍ଲିନରେ ରଖିବେ। ଲଗ୍ନ ଭାବରେ ଯେହେତୁ ଆପଣଙ୍କର ଦୃଷ୍ଟି ପଡ଼ିଲା, ଏବେ ମୁଁ ଦେଖୁଛି, ଦେଖନ୍ତୁ ତାଙ୍କର ଶନିଦେବଙ୍କର ସପ୍ତମ ଦୃଷ୍ଟି, ଶନିଦେବଙ୍କର ସପ୍ତମ ଦୃଷ୍ଟି କେଉଁଠି ପଡ଼ୁଛି ଆପଣ ଦେଖନ୍ତୁ। ଆପଣ ନିଶ୍ଚିତ ଭାବରେ ଚାର୍ଟଟିକୁ ଦେଖିକି ଆପଣ ନିଜେ ମଧ୍ୟ ଅନୁମାନ କରିପାରୁଥିବେ। 1, 2, 3, 4 ଜୁପିଟର ରହିଲେ ଏଠି, 5 କେତୁ ରହିଲେ 6, 7 ଏଇ ଯେଉଁ ଘରଟା, ଏଇଟା ହେଉଛି ପଞ୍ଚମ ଘର, କିନ୍ତୁ ସପ୍ତମ ଦୃଷ୍ଟି ଶନିଙ୍କର। ଆପଣଙ୍କର ବିଜନେସ୍ରେ ଲାଭ ହେବ, ସନ୍ତାନମାନଙ୍କର ଲାଭ ହେବ, ପ୍ରେମରେ ଏବଂ ଆପଣମାନେ ପତି ପତ୍ନୀ ଜନିତ ସୁଖରେ ମଧ୍ୟ ଆପଣଙ୍କର ନିଶ୍ଚିତ ଭାବରେ ଲାଭ ହେବ। କିନ୍ତୁ ପତି ପତ୍ନୀଙ୍କ କଥା ଯଦି ଆମେ ଏଇଠି କହିବା, ଯେହେତୁ ସୂର୍ଯ୍ୟ, ମଙ୍ଗଳ, ଶୁକ୍ର ଅଛନ୍ତି ଏଇଠି, ମଙ୍ଗଳଙ୍କ ରାଶିରେ ଅଛନ୍ତି, ସୂର୍ଯ୍ୟ ଟିକେ ରାଗ ରସ ରହିବ। କିନ୍ତୁ ଶନିଦେବଙ୍କର ଦୃଷ୍ଟି ହେତୁ ଆପଣଙ୍କର ବୁଝିବାର ଶକ୍ତି ମଧ୍ୟ ବଢ଼ିବ। ସେହିପରି ଭାବରେ ଦଶମ ଦୃଷ୍ଟି ଆମେ ଯଦି ଆଲୋଚନା କରିବା, ଶନିଦେବଙ୍କର ସବୁଠୁ ଇମ୍ପୋର୍ଟାଣ୍ଟ ଦୃଷ୍ଟି ଥାଏ ଦଶମ ଦୃଷ୍ଟି। ଦଶମ ଦୃଷ୍ଟି ଆପଣଙ୍କର ଦେଖନ୍ତୁ, ଶନିଦେବ ଏମିତି ହିଁ ଗଣି ଦିଅନ୍ତୁ 12ଠୁ ବିଲକୁଲ ତୀର ଚିହ୍ନ ମୁଁ ଦେଇଛି, 9 ଲେଖାଯାଇଛି ବୃହସ୍ପତିଙ୍କ ରାଶିରେ। ଦେଖନ୍ତୁ ବୃହସ୍ପତିଙ୍କ ରାଶିରେ ଅଲରେଡ଼ି ଦେଖନ୍ତୁ, ବୃହସ୍ପତିଙ୍କ ରାଶିରେ ମୀନ ରାଶିରେ ଶନି ବସିଛନ୍ତି, ଏପଟେ ମଧ୍ୟ ଶନି ବସିଛନ୍ତି। ତ ଗୋଟେ କଥା ଦେଖନ୍ତୁ, ଏପଟେ ମଧ୍ୟ ଶନି ଯେହେତୁ ତାଙ୍କର ଆଧାର ରହିଲା ଦୃଷ୍ଟିରେ, ଗହରୀ ବିଚାର, ଯେଉଁ କିଛି ଗୋଟେ ଭିତରେ ପଶିଯିବା, ଆପଣ ଯଦି କିଛି ଗୋଟେ ବିଜନେସ୍ କରିବାକୁ ଚାହୁଁଛନ୍ତି ତା ଭିତରକୁ ପଶିବା, ଆଉ କିଛି ଗୋଟେ ସାଧନା କରିବା, ଏଇସବୁ ଜିନିଷ ଆପଣଙ୍କର ଦେଖାଯିବ। ଆଉ ପରିବର୍ତ୍ତନ କ'ଣ ହେବ ମୁଁ କହୁଛି ଶୁଣନ୍ତୁ।
ଆପଣଙ୍କଠୁ ବହୁତ ଜଣ ଲୋକ ଦୂରେଇ ଯିବେ। କିଏ କ'ଣ ଆପଣ ଆରାମସେ ଜାଣିପାରିବେ। ଆପଣଙ୍କର ଶତ୍ରୁ କିଏ, ଆପଣଙ୍କର ବନ୍ଧୁ କିଏ, ମିତ୍ର କିଏ, ଆପଣଙ୍କର ଦୁଶ୍ମନ କିଏ ନିଶ୍ଚିତ ଭାବରେ ଜାଣିବେ ଆପଣ। ଇଏ ଯେଉଁ ସମୟ ଆସିଛି ଆପଣମାନଙ୍କୁ ସଠିକ୍ ମାର୍ଗରେ ନେବା ପାଇଁ ଆସିଛନ୍ତି। ଶନିଦେବଙ୍କଠୁ ବଡ଼, ଶନିଦେବଙ୍କଠୁ ଉଚ୍ଚତମ ଗ୍ରହ, ଶନିଦେବଙ୍କଠୁ ନ୍ୟାୟବାନ ଗ୍ରହ ନିଶ୍ଚିତ ଭାବରେ କେହି ନାହାନ୍ତି। ତ ଶନିଦେବ ଯଦି ଆପଣ କର୍ମ କରିଥିବେ, ଶନିଦେବ ଆପଣଙ୍କୁ ଏଇ ଦ୍ୱିଗୁଣିତ ଫଳ ସହିତ ଶନିଦେବ ଆପଣଙ୍କୁ ଡିସିପ୍ଲିନ୍ ବି ମଧ୍ୟ ବନେଇଦେବ। ଆପଣଙ୍କୁ ଗୋଟେ ଅଲଗା ପ୍ରକାର ଭାବନାତ୍ମକ ଢଙ୍ଗିରେ ଆପଣଙ୍କୁ ପରିପ୍ରକାଶ କରାଇବେ। ଏବେଠୁ ଦେଖିବ ଆପଣମାନେ ନିଶ୍ଚିତ ଭାବରେ ଗୋଟେ ନୂଆ ଜୀବନ ପାଇବେ, ନୂଆ ବିଲକୁଲ ହେଇଯିବେ ଆପଣମାନେ। ଆଉ ଏଇଟା କେବଳ ଅଳ୍ପ ଦିନ ପାଇଁ ନୁହେଁ, 27 ଜୁଲାଇ ଯାଇ ଅଛି ଏଇଟା। ଆଉ 27 ଜୁଲାଇ ମଧ୍ୟରେ ଆପଣମାନଙ୍କର ବିଜନେସ୍, ଅର୍ଥ ନିଶ୍ଚିତ ଭାବରେ ଲାଭବାନ। ଆପଣ ଲଟେରୀ ମଧ୍ୟ ଜିତି ପାରନ୍ତି। ବହୁତ କିଛି ଅଛି, କିନ୍ତୁ ଲଟେରୀ କିନ୍ତୁ ସୁକର୍ମରେ ଯଦି କଟିଥିବେ ବହୁତ ବଢ଼ିଆ ଜିନିଷ ବର୍ଷ ରାଶି। ନିଶ୍ଚିତ ଭାବରେ ଆପଣମାନଙ୍କୁ କହୁଛି ଏଇ ଯେଉଁ ଟାଇମ୍ର ଫାଇଦା ଉଠାନ୍ତୁ। ଆଉ ଆପଣଙ୍କର ଜନ୍ମଜାତକ ଦେଖି ସଠିକ୍ ବିବରଣୀ ଆମେ କରିପାରିବୁ, ବିଲକୁଲ ସଠିକ୍ ବିବରଣୀ। ସେଥିପାଇଁ ଆମେ କୁଣ୍ଡଲି ଆନାଲାଇଜ୍ କରିବୁ। ଆପଣ ତଳେ ଦିଆଯାଇଥିବା ନମ୍ବର ବିଲକୁଲ ଆମକୁ କଣ୍ଟାକ୍ଟ କରନ୍ତୁ। ତତ୍ସହିତ ଆମେ ଆପଣଙ୍କୁ ସମସ୍ତ ପ୍ରକାର ବିବରଣୀ ପ୍ରତିକାର ବୁଝେଇବୁ। ଆଉ ହଁ, ଭିଡ଼ିଓ ମାଧ୍ୟମରେ କହି ରଖୁଛୁ, ଆପଣ ନିଜର ପ୍ରତିକାର ପାଇଁ ଓଂ ପ୍ରାଂ ପ୍ରିଂ ବ୍ରଂ ସହ ଶନୈଶ୍ଚରାୟ ନମ ନିଶ୍ଚିତ ଭାବରେ ଜପ କରନ୍ତୁ। ଓଂ ଦ୍ରାଂ ଦ୍ରିଂ ଦ୍ରଂ ସହ ଶୁକ୍ରାୟ ନମ ନିଶ୍ଚିତ ଭାବରେ ଜପ କରନ୍ତୁ। ହନୁମାନଜୀଙ୍କୁ ଆରାଧନା କରନ୍ତୁ, ହନୁମାନ ଚାଳିଶା ପାଠ ପଢ଼ନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ପ୍ରକାର ଦୁଃଖ ଦୂରୀଭୂତ ହେବ। ମାତା ପାର୍ବତୀ, ପିତା ମହାଦେବଙ୍କର ନାମ ନିଅନ୍ତୁ, ନାମ ଜପନ୍ତୁ, ମହାଦେବଙ୍କ ମନ୍ଦିରରେ ଯାଆନ୍ତୁ, ନିଶ୍ଚିତ ଭାବରେ ସମୟ ଅତିବାହିତ କରନ୍ତୁ, ପୂଜା କରନ୍ତୁ ମହାଦେବଙ୍କର। ନିଶ୍ଚିତ ଭାବରେ ଏ ସମୟ ଆପଣଙ୍କୁ ଅମିର ବନେଇଦେବ। ଜୟ ଜଗନ୍ନାଥ।